ଇଆଡୁ ବତାସ ଭଳି ମାଇ ଆଇଲା ମୋ ଘର ଦ୍ୱାର ଭସେଇ ପଳେଇଲା। କଣ ହେଇଗଲା? ରାଣୀ ପଣ୍ଡା ମୁଁ ତମକୁ ଭଲ ପାଏ, ଆଇ ଲଭ୍ ୟୁ। ଏଇ ମେଡିସିନ ହଉଛି ମୋର ବଞ୍ଚି ରହିବା ପାଇଁ। କଣ ଶେଷ? ଏମିତି ପାଗଳ ବୁଣିବ ଅଛନ୍ତି ଦୁନିଆରେ। ସେ ଏମିତିଆ ପାଗଳ କୋଉଠି ଅଛନ୍ତି? ମୁଁ କାହିଁ ଏମିତିଆ ପାଗଳ କରୁଛି? ତମକୁ ଖୋଜି ଖୋଜି ମୁଁ ବି ପାଗଳ ହେଇଗଲିଣି। କେତେଟା ଡେଟ୍ ଗଲାଣି? ଟଙ୍କାଟା କୋଉଦିନ ଫେରେଇବ? ନାଇଁ ଗତକାଲି ବା 5 ଲକ୍ଷ ଦବ ବୋଲି କଥା ହେଇଥିଲା। ନାଇଁ କଥା କଣ ମନ ଗୋଟେ ଗରିବ ଝିଅର ବାହାଘରଟା ଭାଙ୍ଗି ଯାଉଥିଲା, ମୁଁ ସେଇଠି 5 ଲକ୍ଷ ଟଙ୍କା ଦେଇଦେଲି। ମୁଁ ମାନେ ସତ କହୁଛି, ସେଇ ପଇସାଟା ମୁଁ ତମକୁ ଦେଇ ଦେଇଥାନ୍ତି। ଓଡିଶାର ମୁଖ୍ୟମନ୍ତ୍ରୀ ମୁଁ ସୁଶ୍ରୀ ରାଣୀ ପଣ୍ଡା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଈଶ୍ୱରଙ୍କ ନାମରେ ଶପଥ ନେଉଅଛି କି ବିଧି ଦ୍ୱାରା ସ୍ଥାପିତ ଭାରତର ସମ୍ବିଧାନ ପ୍ରତି ଶ୍ରଦ୍ଧା ଓ ସମ୍ମାନ ରକ୍ଷା କରିବି। ମତେ କିଏ ବିଷ ଟିକେ ଦେଇ ଦିଅନ୍ତା କି? ଆରେ ତମେ ମୁଖ୍ୟମନ୍ତ୍ରୀ ହୁଅ କି ପ୍ରଧାନମନ୍ତ୍ରୀ ହୁଅ, 5 ଲକ୍ଷ ଦିଅ କି 5 କୋଟି ଦିଅ, ମୋର ସେଥିରେ କିଛି ବି ଯାଏ ଆସିନାହିଁ। ମତେ ମୋ ଟଙ୍କାଟା ଭଲରେ ଭଲରେ ଫେରେଇ ଦେଲେ ମୁଁ ମୋ ବାଟରେ, ତମେ ତମ ବାଟରେ। ଆରେ ତମେ ଯୋଉ କଥା କହିବାରୁ ମୁଁ ତମକୁ ଟଙ୍କା ଗୁଡା ସବୁ ଠନ୍ 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 କରି ଗଣି ଦେଇଥିଲି, ସେ କାମ ତ ହେଲାନି।